ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ସୋମ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା ଯେ +3 4th ସେମିଷ୍ଟାର କୋର୍ 9 ୟୁନିଟ୍ 1 ଜଗମୋହନ ଲାଲଙ୍କ ବାବାଜୀ ନାଟକର ଚରିତ୍ର ଚିତ୍ରଣ ଉପରେ। ଅଲରେଡି ଆମେ ତାର ନାଟକ ଉପରେ ଆଲୋଚନା କରିସାରିଛୁ 5ଟି ପାର୍ଟରେ, ପ୍ଲସ୍ ତାର ବିଷୟବସ୍ତୁ ଗୋଟେ ପାର୍ଟ, 6ଟା ପାର୍ଟ ଏବଂ ଏଇଟା ହେଉଛି ଲାଷ୍ଟ ପାର୍ଟ ଯେଉଁଥିରେ ମୁଁ ତୁମକୁ ଚରିତ୍ର ଚିତ୍ରଣ ଉପରେ ବୁଝେଇଦେବି। ତ 7ଟା ପାର୍ଟରେ ଆମର ବାବାଜୀ ନାଟକ କମ୍ପ୍ଲିଟ୍ ହେଇଗଲା। এই ପାର୍ଟ ସରିଲା ପରେ ଆମେ ପୁଣି ଅଲଗା ନାଟକ ଆରମ୍ଭ କରିବା। তো বাবাজী নাটকর চরিত্র স্বল্প মানে বহুত কম চরিত্র, কিন্তু মুখ্য চরিত্র হচ্ছে বাবাজী। বাবুল সুবল পট্টনায়ক, বাবাজী, যশু ভট্টাচার্য, আনন্দ পূজারী, দামা, রঘু সিংহ, মঠ মহন্ত, অধিকারী, মালতী, রাধি, জেমি, বীর, জামুনি, বৈষ্ণবী, রাম, জনৈক চোর, শিব, জেমস ইত্যাদি চরিত্র মানুষ নেইকি নাটকটি গড়ি উঠিছি। বাবাজী হি মুখ্য চরিত্র ও তাঙ্কু কেন্দ্র করিকি এসবু চরিত্রর সৃষ্টি। চরিত্র মানଙ୍କର ଅନ୍ତର୍ନିହିତ ସଂଘର୍ଷ ନାହିଁ, ବିକାଶ ମଧ୍ୟ ନାହିଁ, ସମସ୍ତେ ଅଲଗା ଅଲଗା। କାହାରି ଚରିତ୍ର ସହିତ କାହାରି ସମ୍ବନ୍ଧ ମଧ୍ୟ ଆମେ ଦେଖିବାକୁ ପାଇବା ନାହିଁ ଏ ଜାଗାରେ। କେବଳ ନାଟ୍ୟକାରଙ୍କର ସମାଜ ସଂସ୍କାର ପାଇଁ ଆଦର୍ଶର ପ୍ରଚାର ଉଦ୍ଦେଶ୍ୟକୁ ନେଇକି ହିଁ ଏ ଜାଗାରେ ପରିକଳ୍ପନା କରାଯାଇଛି। ବାବାଜୀ ଚରିତ୍ର ମୁଖ୍ୟ, ଯୋଉଟାକି ତୁମକୁ କ୍ୱେଶ୍ଚିନ୍ ବି ଆସିପାରେ ଏକ୍ସାମରେ, ବାବାଜୀ ଚରିତ୍ରର ଚରିତ୍ର ଚିତ୍ରଣ କର ବୋଲିକି। ତାଙ୍କୁ ନେଇକି ହିଁ ଏଇ ନାଟକ, ନିଜେ ନାଟ୍ୟକାର ଏଇ ଚରିତ୍ର ମାଧ୍ୟମରେ ଆତ୍ମପ୍ରକାଶ କରିଛନ୍ତି। ମାନେ କୁହାଯାଏ ଯେ ବାବାଜୀ ଚରିତ୍ର ନିଜେ ନାଟ୍ୟକାର ବାବାଜୀ ହେଇକି ସମାଜ ସଂସ୍କାର ପାଇଁ ଚେଷ୍ଟା କରିଛନ୍ତି। ବାବାଜୀ ନାଟ୍ୟକାର ବାବାଜୀ ଚରିତ୍ର କହିଲେ ଆମେ ଜଗମୋହନ ଲାଲଙ୍କ ଚରିତ୍ରକୁ ବୁଝେଇବା। ବାବାଜୀ ଚରିତ୍ର ମହତ୍, ସେ ସାଧୁ ପ୍ରକୃତିର ବ୍ୟକ୍ତି, ସେ ନିର୍ଲୋଭ, ସହିଷ୍ଣୁ, ଉଦାର ଓ ଯାବତୀୟ ଅନ୍ଧବିଶ୍ୱାସ ତଥା କୁସଂସ୍କାରରୁ ମୁକ୍ତ। ତାଙ୍କର ଭଗବତ ଭକ୍ତି ଅଛି। ଧର୍ମକୁ ସେ ମାନନ୍ତି, ମାତ୍ର ଧର୍ମ ନାମରେ ବ୍ୟଭିଚାର ଏବଂ ବିଳାସକୁ ସେ ନିନ୍ଦା କରନ୍ତି। ଧର୍ମକୁ ମାନନ୍ତି କିନ୍ତୁ ଧର୍ମ ନାଁରେ ଲୋକମାନଙ୍କୁ ଯୋଉ ଠକା ଯାଉଛି, ଭଣ୍ଡା ଯାଉଛି, ସେ ଜିନିଷକୁ ସେ ନିନ୍ଦା କରନ୍ତି। ଅଲୌକିକତାକୁ ପସନ୍ଦ କରନ୍ତି ନାହିଁ। ସେ ମଦ୍ୟପାନ ଏବଂ ବେଶ୍ୟା ସଙ୍ଗକୁ ବିରୋଧ କରନ୍ତି। ସମସ୍ତଙ୍କୁ ସତ୍ ଓ ସାଧୁ ମଣିଷ ହେବାକୁ ପ୍ରେରଣା ଦିଅନ୍ତି। ମଣିଷ ପରିଶ୍ରମ କରି ଜୀବିକା ନିର୍ବାହ ପାଇଁ କହନ୍ତି। ସେ ସନ୍ନ୍ୟାସୀ, ତାଙ୍କର ଘର ଦ୍ୱାର ନାହିଁ, ମଠ ମଧ୍ୟ ନାହିଁ। ସେ ଜଣେ ସନ୍ନ୍ୟାସୀ, ତାଙ୍କର କ'ଣ, ତାଙ୍କର ଘର ଦ୍ୱାର ନାହିଁ, ମଠ ମଧ୍ୟ ନାହିଁ। ଅଥଚ ସେ ସଂସାରକୁ ତ୍ୟାଗ କରନ୍ତି ନାହିଁ। ସଂସାର ଭିତରେ ରହି ସଂସାରୀ ମଣିଷମାନଙ୍କୁ ସତ୍ ମାର୍ଗକୁ ଆଣିବା ତାଙ୍କର ଲକ୍ଷ୍ୟ। ତାଙ୍କର ଘର ଦ୍ୱାର ନାହିଁ, ମଠ ନାହିଁ, କିନ୍ତୁ ଏ ସଂସାରକୁ ତ୍ୟାଗ କରନ୍ତି ନାହିଁ। ଭିନ୍ନ ଭିନ୍ନ ସ୍ଥାନକୁ ବୁଲିକି ଖାଦ୍ୟପେୟର ଯୋଗାଡ଼ ହେଇକି ସେ ଭଗବାନଙ୍କୁ ଆରାଧନା କରନ୍ତି। ସଂସାର ଭିତରେ ରହି ସଂସାରୀ ମଣିଷମାନଙ୍କୁ ସତ୍ ମାର୍ଗକୁ ଆଣିବା ତାଙ୍କର ଲକ୍ଷ୍ୟ। ତେଣୁ ସେ ଯାଯାବର, କାହାରି ପ୍ରତି ଘୃଣା ନାହିଁ, ଈର୍ଷା ନାହିଁ, ବିଦ୍ୱେଷ ଭାବ ନାହିଁ, ଅହଙ୍କାର ବିନିର୍ମୁକ୍ତ ଚିତ୍ତ। ଈଶ୍ୱର ପ୍ରେମ ଅଛି, ମାତ୍ର ସେହି ଈଶ୍ୱର ଭକ୍ତିକୁ ନେଇ କୌଣସି ସୁବିଧା ପାଇଁ ତାଙ୍କର ଲାଳସା ନାହିଁ। ଏପରି ଏକ ଚରିତ୍ର ସ୍ୱୟଂ ନାଟ୍ୟକାରଙ୍କର ବ୍ୟକ୍ତିତ୍ୱର ଅନୁରୂପ। ନାଟ୍ୟକାର ନିଜକୁ ଦେଖିଛନ୍ତି ସେଇ ବାବାଜୀ ମଧ୍ୟରେ। ନିଜେ ବୈଷ୍ଣବ ସୁଲଭ ବ୍ୟକ୍ତି, ରାଧାକୃଷ୍ଣଙ୍କର ଉପାସକ, ସମାଜ ସଚେତନ, ଲୋକ କଲ୍ୟାଣ ତାଙ୍କ ଆଦର୍ଶ। ମାହାଙ୍ଗାରେ ସେ ବ୍ୟକ୍ତିଗତ ଉଦ୍ୟମରେ ଗ୍ରାମ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। କିଏ? ଜଗମୋହନ ଲାଲ। ନଗରରେ ମ୍ୟୁନିସିପାଲିଟି ସଂସ୍ଥା ପରି ନିଜ ଗ୍ରାମରେ ମଧ୍ୟ ଗୋଟିଏ ସଂସ୍ଥାଟିଏ କାର୍ଯ୍ୟକାରୀ କରାଇଥିଲେ। ତେଣୁ ବାବାଜୀ ଚରିତ୍ର ତାଙ୍କ ବ୍ୟକ୍ତିତ୍ୱର ନିଦର୍ଶନ। ମାନେ ବାବାଜୀ ଚରିତ୍ର ମାଧ୍ୟମରେ ନାଟ୍ୟକାରଙ୍କର ଚରିତ୍ର ଏ ଜାଗାରେ ପ୍ରତିଫଳିତ ହୋଇଛି। ମଧ୍ୟାହ୍ନ ସମୟର କିଞ୍ଚିତ ଅତିକ୍ରମ ହୋଇଯିବା ପରେ ସେ ଆସୁଛନ୍ତି ବାବୁ ସୁବଲ ପଟ୍ଟନାୟକ ବୈଠକ ଘରକୁ। ବାବୁକୁ ଭୋଜନ ପାଇଁ ନିବେଦନ କରିଛନ୍ତି। ବାବୁ ତାଙ୍କର ମଠର ଠିକଣା ପଚାରନ୍ତି। ସେ କହନ୍ତି, ଆମର ମଠ ନାହିଁ। ଘର ଛାଡ଼ିଲେ ହିଁ ମଠରୁ କି କାର୍ଯ୍ୟ? ଘର ଧନ୍ଦା ଓ ମଠ ଧନ୍ଦା ସମାନ ଅଟେ। ତାଙ୍କୁ ବାବୁ 2 ପଇସା ଦିଅନ୍ତି, ମାତ୍ର ସେ ତାକୁ ଗ୍ରହଣ କରନ୍ତି ନାହିଁ। ତାଙ୍କ ମତରେ ପଇସା ଲୋଭ ସୃଷ୍ଟି କରେ। ବାବୁ ତାଙ୍କୁ ପଇସା ଦିଅନ୍ତି, କିନ୍ତୁ ସେ ତାକୁ ଗ୍ରହଣ କରିନାହାନ୍ତି। ପଇସା ଲୋଭ ସୃଷ୍ଟି କରେ। ପଇସା ପାଇଁ ବୁଲିଲେ ଈଶ୍ୱରଙ୍କର ପୂଜା ଧ୍ୟାନ ଭଜନରେ ବାଧା ହୁଏ। କେବଳ ସେ ଚାହାନ୍ତି କେଉଁଠି ଭୋଜନ। ବାବାଜୀଙ୍କ ପାଇଁ ବାବୁ ସିଧା ଯୋଗାଡ଼ କରିବା ଲାଗି ଚାକରକୁ ନିର୍ଦ୍ଦେଶ ଦେଇ ତାକୁ ତମାଖୁ ଓ ଗଞ୍ଜେଇ ଯାଚିଲେ, ମାତ୍ର ବାବାଜୀ ମନା କଲେ। ନିଶା ପାଣି ମଣିଷକୁ ନଷ୍ଟ କରେ, ମତିଗତି ନଷ୍ଟ ହୋଇଯାଏ ଏହା ଦ୍ୱାରା। କେବଳ ଜୀବନ ରକ୍ଷା ପାଇଁ ଭୋଜନ ଆବଶ୍ୟକ। ବଡ଼ ଲୋକମାନେ ମୌଜ ଖୋଜନ୍ତି, ନିଶା ସେବନକୁ ମୌଜ ମନେ କରନ୍ତି। ଏଥିରେ ପ୍ରଥମେ ମଜା ମିଳେ, ପରେ ବହୁ କଷ୍ଟ। ସାର ମଜା ଈଶ୍ୱର ଚିନ୍ତାରେ ବୋଲିକି ବାବାଜୀ ଏସବୁ ଜିନିଷକୁ, ମଦ ଜିନିଷକୁ ଖରାପ ବୋଲି କହିଛନ୍ତି। ବାବୁ ବାବାଜୀଙ୍କୁ ସିଧା ଦିଅନ୍ତେ। ସିଧା ମାନେ କ'ଣ, ଯେ ଆମର ଯେଉଁ ସାମଗ୍ରୀ, ଖାଇବା ସାମଗ୍ରୀ ସବୁ ଦିଅନ୍ତି, ମାନେ ବନେଇକି ଖାଇବା ପାଇଁ। କିନ୍ତୁ ବାବାଜୀ ମନା କଲେ। ସେ କେବଳ ଚାହାନ୍ତି ଠାକୁରଙ୍କର ପ୍ରସାଦର ମୁଠିଏ। ମଣିଷର ଚିରକାଳର ସଙ୍ଗୀ ଧର୍ମ, ମନୁଷ୍ୟର ସଙ୍ଗ ଚିରସ୍ଥାୟୀ ନୁହେଁ। ଭଗବାନ ହିଁ ନିର୍ବାହ କର୍ତ୍ତା। ଯିଏ ଧର୍ମ ଓ ଭଗବାନଙ୍କୁ ଜୀବନର ସାଥୀ କରିନିଏ, ତାର ଆଉ ଦୁଃଖ କ'ଣ? ମାନେ ବାବାଜୀ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଲୋକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି। ବାବୁ ବାବାଜୀଙ୍କ ପାଇଁ ବ୍ୟବସ୍ଥା କରିବା ଲାଗି ଆନନ୍ଦ ପୂଜାରୀକୁ ନିର୍ଦ୍ଦେଶ ଦେଇ ତାଙ୍କୁ ଭୋଜନ ବୋଲିବାକୁ କହିଲେ। ବାବାଜୀ ମଧ୍ୟ ଭୋଜନ ଗାଇଲେ। ଏହି ସମୟରେ ଯଶୁ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ପହଞ୍ଚିଲେ। ସେ ବାବୁଙ୍କର ସାଙ୍ଗ। ବାବୁ ଏବଂ ଯଶୁ ତମାଖୁ ସେବନ କଲେ। ସେମାନେ ମଦ୍ୟପାନ କରନ୍ତି ଏବଂ ପଶା ଖେଳନ୍ତି। ଏହି 2 ଚରିତ୍ର ମାଧ୍ୟମରେ ନାଟ୍ୟକାର ସେ ସମୟରେ ନୂତନ ବାବୁ ଶ୍ରେଣୀ ପ୍ରତି ତୀର୍ଯ୍ୟକ ଦୃଷ୍ଟିପାତ କରିଅଛନ୍ତି। ଏମାନେ ନୂତନ ଆଭିଜାତ୍ୟ ବର୍ଗର ପ୍ରତିନିଧି। ଲୋକଙ୍କ ସହିତ ସମ୍ପର୍କ ନଥାଏ।
ସେତେବେଳେ ଓଡ଼ିଶାରେ ବଙ୍ଗାଳୀ ଅମଲାମାନେ ସରକାରୀ କାର୍ଯ୍ୟରେ ନିଯୁକ୍ତ ହୋଇଥାନ୍ତି। ସେମାନେ ସେ କାଳର ଓଡ଼ିଆମାନଙ୍କୁ ଫୁରା ସେବନ ଶିଖାଇଲେ ବୋଲି ପତ୍ର ପତ୍ରିକାରେ ଉଲ୍ଲେଖ ଅଛି। ଉଭୟ ବନ୍ଧୁ ତମାକୁ ସେବନ କଲେ, କିଏ? ବାବୁ ସୁବଲ ପଟ୍ଟନାୟକ ଏବଂ ଯୀଶୁ ଭଟ୍ଟାଚାର୍ଯ୍ୟ। ମଦ୍ୟପାନ କଲେ, ବାବାଜୀ ସବୁ ଦୃଶ୍ୟ ଦେଖୁଥାନ୍ତି। ବାବୁ ମଦ୍ୟପାନ କରି ଉନ୍ମତ୍ତ ହୋଇ ନୃତ୍ୟ କରି ବେହୋସ ହୋଇ ପଡ଼ିଲେ। ବାବାଜୀଙ୍କ ମନରେ ସୃଷ୍ଟି ହେଲା ତୀବ୍ର ପ୍ରତିକ୍ରିୟା। ବାବାଜୀଙ୍କୁ ଆନନ୍ଦ ପୂଜାରୀ ନେଇଯାଇଛି ଠାକୁରଙ୍କ ଘର ବାରଣ୍ଡାକୁ। ସେଇଠାରେ ସେ ବାବାଜୀଙ୍କୁ ଠକିବା ପାଇଁ ଉଦ୍ୟମ କରିଛି। ଗୋଟିଏ ହାଣ୍ଡିରେ ଜିଅନ୍ତା କୁକୁଡ଼ା ପୁରେଇ ପଲମ ଘୋଡ଼ାଇ ବାବାଜୀଙ୍କୁ ଠାକୁରଙ୍କ ପ୍ରସାଦ ନାମରେ ଖାଇବାକୁ ଦେଇଛି। ମାତ୍ର ପଲମ ଖୋଲିଲା ମାତ୍ର କି କୁକୁଡ଼ା ଉଡ଼ି ଯାଇଛି। ବାବାଜୀ ବ୍ୟସ୍ତ ହୋଇଛନ୍ତି ପୂଜାରୀର ବ୍ୟବହାରରେ। କ୍ଷୁଧାର୍ତକୁ ଫନ୍ତେଇବା ଠିକ୍ ନୁହେଁ ବୋଲି କହିଛନ୍ତି। ବାବାଜୀ ପୂଜାରୀ ଉପରେ ଲାଗିଲେ ନାହିଁ, ବାବୁଙ୍କୁ ମଧ୍ୟ କହିଲେ ନାହିଁ। ସେ ପୂଜାରୀକୁ କହିଲେ, ବୁଝିଲ ପୂଜାରୀ ବାବା, କ୍ଷୁଧାର୍ତାକୁ ଫନ୍ତେଇବା, ଯିଏ ଭୋକିଲା ଅଛି ତାକୁ ଫନ୍ତେଇବା, ମୁନିବର ନିନ୍ଦା କରିବା, ମିଥ୍ୟା କହିବା ବଡ଼ ଦୋଷ ଏବଂ ପାପ ଅଟେ। ଏଥିପାଇଁ ପରକାଳର ଦଣ୍ଡ ଭୋଗିବ। ଏପରି କୁକର୍ମ ଆଉ କେବେ କରିବ ନାହିଁ। ମାନେ ସେ ତା ଉପରେ ରାଗିବା ବଦଳରେ ତାକୁ ବୁଝେଇଛନ୍ତି। ବାବାଜୀ ସେଠାରୁ ଚାଲି ଯାଇଛନ୍ତି। ଆନନ୍ଦ ପୂଜାରୀ ଅନୁତାପ କରି ନିଜ ଗାଳରେ ନିଜେ ଚଡ଼କଣ୍ଟିଏ ମାରିଛି। ବାବାଜୀ ପୁଣି ଯାଇଛନ୍ତି କୌଣସି ଏକ ମଠକୁ। ସେତେବେଳକୁ ଅପରାହ୍ନ। ମହନ୍ତ ଭୋଜନ ସାରି ପଲଙ୍କରେ ଲାଗି ହେଲେଣି। ବାବାଜୀ ପହଞ୍ଚି ଅଧିକାରୀଙ୍କୁ କିଛି ଭୋଜନ ଦେବା ଲାଗି କହନ୍ତେ ଅଧିକାରୀ ମନା କରିଦେଇ ଜନୈକା ନାରୀକୁ ନେଇ ଚାଲି ଯାଇଛି। ବାବାଜୀ ଦେଖିଛନ୍ତି ମଠର ହାଲଚାଲ। ସେଠି କେବଳ ନାରୀମାନଙ୍କୁ ନେଇ ଚାଲିଛି ଲୀଳା ଓ ବିଭତ୍ସ କାଣ୍ଡ। ଧର୍ମ ନାହିଁ, ମାନବିକତା ନାହିଁ। ଏହି ଅବସ୍ଥା ସେ କାଳର ପ୍ରାୟ ସମସ୍ତ ମଠରେ ସୃଷ୍ଟି ହୋଇଥିଲା। ଯେ ସେହି ସମୟ ନାରୀମାନଙ୍କୁ ନେଇକି ଚାଲିଛି ଲୀଳା ଏବଂ ବିଭତ୍ସ କାଣ୍ଡ ସେ ସମୟରେ ମଠରେ ଚାଲିଥିଲା। ବଙ୍ଗଳା ସାହିତ୍ୟରେ ମଧ୍ୟ ଏହା ପ୍ରତି ବ୍ୟଙ୍ଗ କରାଯାଉଥିଲା। ଯାତ୍ରା ଏବଂ ପ୍ରହସନମାନଙ୍କରେ ବାବାଜୀ ଓ ମାତାଜୀଙ୍କୁ ବ୍ୟଙ୍ଗ କରାଯାଉଥିଲା। ଏହି ନାଟକର ବାବାଜୀ ଚରିତ୍ର କିନ୍ତୁ ପ୍ରକୃତରେ ଜଣେ ସାଧୁ ଚରିତ୍ର। ସେ ଜାଣନ୍ତି ଲମ୍ପଟ ଗୋସ୍ୱାମୀମାନେ ଶ୍ରୀଚୈତନ୍ୟଙ୍କ ପରକୀୟା ତତ୍ତ୍ୱକୁ ନ ବୁଝି ନାରୀ ବିଳାସକୁ ଧର୍ମ ଭିତରେ ଏଇ ଜାଗାରେ ସେମାନେ କ'ଣ କରିଥାନ୍ତି? ସେ ଲମ୍ପଟ ଗୋସ୍ୱାମୀମାନେ ଶ୍ରୀଚୈତନ୍ୟଙ୍କୁ କହିଥାନ୍ତି, ଶ୍ରୀଚୈତନ୍ୟ ଯେମିତି ପରକୀୟା ପ୍ରୀତି କରୁଥିଲେ ଆମେ ବି ପରକୀୟା ପ୍ରୀତି କରିବୁ ବୋଲି। କିନ୍ତୁ ଶ୍ରୀଚୈତନ୍ୟଙ୍କର ପରକୀୟା ତତ୍ତ୍ୱକୁ ନ ବୁଝିକି ବିଳାସକୁ ଧର୍ମ ଭିତରେ ପ୍ରବେଶ କରିଛନ୍ତି। ଏହା ନିନ୍ଦନୀୟ। ପ୍ରକୃତ ପ୍ରେମରେ ନାରୀ ଉପଭୋଗର ଲାଳସା ନଥାଏ, ତାହା ବିଶୁଦ୍ଧ ଭକ୍ତି ଓ ପ୍ରେମ। ଝୋଲା ଭିତରେ ମାଲି ଗଡ଼ାଇ ମିଛରେ ହରିନାମ ନେଇ ନାନାଦି ଅପକର୍ମ କଲେ ମଣିଷ ଭଗବାନଙ୍କୁ ପାଏ ନାହିଁ। ଏତିକି କହି ବାବାଜୀ ଚାଲିଗଲେ। ଦିନ ସାରା ଭୋଜନ ନାହିଁ, ତଥାପି ଚିନ୍ତା ନାହିଁ। ସନ୍ଧ୍ୟା ପରେ ଏକ ନଦୀ କୂଳରେ ବସିଥାନ୍ତି। ପାଖରେ ପଡ଼ିଥାଏ ତାଙ୍କର ମୃଗଛାଳ। ଜନୈକ ଚୋର ସେ ମୃଗଛାଳକୁ ନେବାକୁ ଆସିଲା। ବାବାଜୀ ତାର ମନୋଭାବ ଜାଣି ସେ ମୃଗଛାଳ ତାକୁ ଦେଇଛନ୍ତି। ଚୋରଟି ଚାଲିଗଲା ପରେ ବାବାଜୀଙ୍କ ପାଖକୁ ଆସିଛନ୍ତି ରାଧି ଏବଂ ଜେମି, ଦୁଇଜଣ ଉଦ୍ବସ୍ତୁ ନାରୀ। ସେମାନେ ବାବାଜୀଙ୍କ ମହିମା ଶୁଣି ତାଙ୍କ ପାଖରୁ କିଛି ଉପଦେଶ ପାଇବାକୁ ଆସିଥିଲେ। ସେମାନଙ୍କର ବାବାଜୀଙ୍କୁ କିଛି ଫଳ ଏବଂ ଫୁଲ ଦେଲେ। ବାବାଜୀଙ୍କର ଅଲୌକିକ ମହିମା କଥା କହିଲେ, ଯେ କିପରି ରନ୍ଧା ହୋଇଥିବା କୁକୁଡ଼ାକୁ ବଞ୍ଚାଇ ଦେଲେ। ଯେମିତି ତୁମକୁ ଆଗରୁ ମୁଁ ସେ ଜିନିଷ ବାରମ୍ବାର 3-4 ଥର ହେଲାଣି ଏଇଟା ଆମେ ଆଲୋଚନା କରିଛେ ଏ ଟପିକ୍ ଉପରେ। ସବୁ କାଳେ ଅଶିକ୍ଷିତ ସାଧାରଣ ଲୋକ ଏହିପରି ମିଥ୍ୟା କଥାକୁ ବିଶ୍ୱାସ କରନ୍ତି ବୋଲି ବାବାଜୀ କହିଲେ। ଭଣ୍ଡ ସାଧୁ ମହିମା ପ୍ରଚାର କରନ୍ତି। ବାବାଜୀ ବୁଝାଇଲେ ସତ କଥା। ଆନନ୍ଦ ପୂଜାରୀର କାରସାଦି କଥା କହିଲେ ଯେ ଆନନ୍ଦ ପୂଜାରୀ ଏମିତି କରିଥିଲା ବୋଲିକି। ସେ ପୁଣି କହିଲେ ଯେ ଭଣ୍ଡ ସାଧୁ ବା ଗୁଣିଆ ମାନଙ୍କର ମହିମା ନାହିଁ। ଯିଏ ପ୍ରକୃତରେ ସାଧୁ ସେ ଯୋଗ କରେ, ଈଶ୍ୱରଙ୍କୁ ଧ୍ୟାନ କରେ, ନିଜର ମହିମା ଦେଖାଏ ନାହିଁ। ଭଣ୍ଡମାନେ ମହିମା ଦେଖାନ୍ତି, ଲୋକଙ୍କୁ ଠକନ୍ତି। ସ୍ଥାନ, ବାୟୁ ପରିବର୍ତ୍ତନ, ମନର ଦୃଢ଼ତା ବଳରେ ଦେହରୁ ରୋଗ ଦୂର ହୁଏ। ଔଷଧ ମଧ୍ୟ କାର୍ଯ୍ୟ କରେ। ମାତ୍ର ଭଣ୍ଡ ବାବାଜୀଙ୍କ ଆଜ୍ଞା ବା ଟୁକୁଣା ଔଷଧରେ ରୋଗ ଭଲ ହୁଏ ନାହିଁ। ଧର୍ମରେ ମଙ୍ଗଳ ହୁଏ, ପାପରୁ ହୁଏ ପ୍ରମାଦ ଓ ମୃତ୍ୟୁ। ବାବାଜୀ ସେମାନଙ୍କୁ ଧର୍ମରେ ରହିବାକୁ ଉପଦେଶ ଦେଲେ। ସେମାନେ ପୁଣି ଭୂତ ପ୍ରେତ ଡାହାଣୀ କଥା କହିଲେ। ଅଦୂରରେ 2 ଜଣ ଲୋକଙ୍କୁ ଦେଖି ଭୂତ ଭାବିଲେ। ରାଧି ବେହୋସ ହେଲା। ମାତ୍ର ବାବାଜୀ ବୁଝାଇ ଦେଲେ ଭୂତ ପ୍ରେତ କିଛି ନାହିଁ, ସବୁ ମନର ଭ୍ରମ। ସେ ରାଧିର ମୁହଁରେ ପାଣି ଛାଟି ଦେବାରୁ ସେ ଭଲ ହୋଇଗଲା। ସରଳ ବିଶ୍ୱାସୀ ନାରୀ 2 ଜଣ ଗୁଣି ଗାରେଡ଼ି କଥା କହିଲେ। ବାବାଜୀ ସେମାନଙ୍କ ମନରୁ ସମସ୍ତ ଭ୍ରମ ଦୂର କରିଦେଲେ। ଗୁଣିଆ ମାନଙ୍କର ନାନାଦି ଅପକୌଶଳ ସମ୍ପର୍କରେ ମଧ୍ୟ ଉଭୟଙ୍କୁ ବୁଝାଇଲେ। ତାପରେ ତାଙ୍କ ଉପରେ ଆସୁଛନ୍ତି ଶିବ ଏବଂ ଜେମ୍ସ ଏବଂ ଏଇମାନଙ୍କୁ ମଧ୍ୟ ସେ ବୁଝେଇଛନ୍ତି। এই ପ୍ରସଙ୍ଗ ଗୁଡ଼ିକ ଉପରେ ମଧ୍ୟ ଆମେ ଆଲୋଚନା କରୁଛେ। ତାପରେ ଉଭୟଙ୍କୁ ବୁଝାଇଲେ। ତାପରେ ସେମାନଙ୍କ ପରେ ପରେ ଜେମ୍ସ ଆଉ ଇଏ ଗଲା ପରେ ଆସିଛନ୍ତି ଆନନ୍ଦ ପୂଜାରୀ। ବାବାଜୀଙ୍କୁ କ୍ଷମା ମାଗିଛି। ବାବାଜୀ ତାକୁ ବୁଝେଇଛନ୍ତି, ଉପଦେଶ ଦେଇଛନ୍ତି ଭଲ ମଣିଷ ହେବାକୁ। ଆନନ୍ଦ ପୂଜାରୀ ତାର ଗୁଣି ବିଦ୍ୟାର କୌଶଳ ସମ୍ପର୍କରେ କହିଛି। ବାବାଜୀ କହିଲେ ଅଜ୍ଞାନତା ଭ୍ରମ କୁସଂସ୍କାରେ ତ ଲୋକେ ଗୁଣି ବିଦ୍ୟାରେ ବିଶ୍ୱାସ କରନ୍ତି। ଅଜ୍ଞାନତା କୁସଂସ୍କାର ଏବଂ ଭ୍ରମ ଲୋପ ପାଇଲେ ଗୁଣି ବିଦ୍ୟାର ବିଲୋପ ହେବ। ସବୁବେଳେ ଶିକ୍ଷା ପାଇବା ଲୋକ, ସେଥିପାଇଁ କୁହାଯାଏ ଯେ ଶିକ୍ଷା ଜରୁରୀ ବୋଲିକି। ସେ ପୁଣି ଆନନ୍ଦ ପୂଜାରୀକୁ ବୁଝାଇ ଦେଲେ ଯେ ଅନ୍ୟାୟ ଓ ଅସତ୍ ମାର୍ଗରେ ଅର୍ଥ ରୋଜଗାର ଦୁଃଖର କାରଣ ହୁଏ, ପାପ ହୁଏ, ଇହକାଳ ପରକାଳରେ କଷ୍ଟ ଭୋଗ କରିବାକୁ ପଡ଼େ। ତେଣୁ ନିଜେ ପରିଶ୍ରମ କରି ସେହି ଅର୍ଥରେ ଜୀବିକା କଲେ ଆନନ୍ଦ ମିଳିବ।
ବୋଲି କୁହାଯାଇଛି। ତ ଏଇ ଯୋଉ ଚରିତ୍ର ଚିତ୍ରଣ କଲା ଆମେ ବାବାଜୀଙ୍କର, ବାବାଜୀ ଚରିତ୍ର ଗୋଟେ ବାସ୍ତବିକ ଚରିତ୍ର। ସେ 19 ଶତାବ୍ଦୀର ଶେଷ ଭାଗରେ ବ୍ରାହ୍ମ ଧର୍ମ ପ୍ରଭାବରେ ସୃଷ୍ଟି ହୋଇଥିବା ସଂସ୍କାର ଆନ୍ଦୋଳନର ଏକ କଳାତ୍ମକ ଜୀବନ୍ତ ପ୍ରତିନିଧି। ପ୍ରକୃତ ଧର୍ମର ମାର୍ଗକୁ ଦର୍ଶାଇ ଦେବା, ମଣିଷ ଭିତରେ ଯାବତୀୟ କୁସଂସ୍କାରକୁ ବିଲୋପ କରିବା, ମଣିଷ ଭିତରେ ଥିବା ଦିବ୍ୟ ମାନବ ଭାବର ଉନ୍ମେଷ ଘଟାଇବା, ନାରୀ ପ୍ରତି ମର୍ଯ୍ୟାଦା ଦେବା, ସୁରା ସେବନ ପରିତ୍ୟାଗ କରିବା ଓ ନାରୀ ବିଳାସକୁ ନିନ୍ଦା କରିବା, ମିଥ୍ୟା ଫଟତା ଏବଂ ପ୍ରବଞ୍ଚନାକୁ ପରିତ୍ୟାଗ କରି ସତ୍ୟବ୍ରତୀ ହେବା, ପାପ ପ୍ରତି ସଚେତନ ହେବା, ଧର୍ମଗତ ସଂଘର୍ଷ ନ କରି ସହାବସ୍ଥାନ କରିବା ଓ ସର୍ବୋପରି ପରିଶ୍ରମ କରି ସରଳ ଭାବରେ ଜୀବନ ଯାପନ କରିବା ଇତ୍ୟାଦି ନାନା ଉପଦେଶ ମାଧ୍ୟମରେ ବାବାଜୀ ଚରିତ୍ର ପ୍ରଭାବଶାଳୀ ହୋଇଛି ତାହା ନୁହେଁ, এই চরিত্র ভিতরে স্বয়ং নাট্যকার নিজে আত্মপ্রকাশ করেছেন এবং নিজের আদর্শକୁ ସେ ସୂଚାଇ ଦେଇଛନ୍ତି। ଏଇଟା ହିଁ ହେଉଛି ବାବାଜୀ ଚରିତ୍ରର ବିଶ୍ଳେଷଣ। ବାବାଜୀ ଚରିତ୍ର କ'ଣ, ତାର ମହିମା କେମିତି, ସେ ନାଟକରେ ସେ କୋଉ କୋଉ କର୍ମ କରିଛି, ସେ ଜିନିଷ ଗୁଡ଼ିକ ଉପରେ ଆମେ ଆଲୋଚନା କଲା। ତ ପରୀକ୍ଷାରେ ତମକୁ ଦିଟା କ୍ୱେଶ୍ଚନ ଦେଇପାରେ ଯେ ବାବାଜୀ ଚରିତ୍ରର ଚିତ୍ରଣ କର କିମ୍ବା ବାବାଜୀ ନାଟକର ଚରିତ୍ର ମାନଙ୍କର ଚାରିତ୍ରିକ ବିଶ୍ଳେଷଣ କର। ମାନେ ଏଇ ଜାଗାରେ କେବଳ ତୁମକୁ ଗୋଟେ ବାବାଜୀ ଚରିତ୍ର ବାବଦରେ ମାଗିପାରେ କିମ୍ବା ସବୁ ଚରିତ୍ର ଉପରେ ମାଗିପାରେ, ତେଣୁ ଅନ୍ୟାନ୍ୟ ଚରିତ୍ର ଗୁଡ଼ିକ ଉପରେ ମଧ୍ୟ ଆମେ ଟିକେ ଆଲୋଚନା କରିଦେବା। ବାବାଜୀ ନାଟକର ଅନ୍ୟାନ୍ୟ କେତେକ ଚରିତ୍ର ମଧ୍ୟ ଅଛନ୍ତି, ମାତ୍ର ସେମାନେ ସମସ୍ତେ ବାବାଜୀ ଚରିତ୍ରକୁ ହିଁ ନେଇକି ସୃଷ୍ଟି। ଏ ଜାଗାରେ ଦେଖିବା ସୁବଳ ପଟ୍ଟନାୟକ ଚରିତ୍ର। ସୁବଳ ପଟ୍ଟନାୟକ ଜଣେ ବାବୁ ଶ୍ରେଣୀର ପ୍ରତିନିଧି, ସମ୍ପତ୍ତି ଅଛି, ଅର୍ଥ ମାଧ୍ୟମରେ ତାଙ୍କର ଅଭିଜାତ୍ୟ, ଠାକୁର ଘର ଅଛି ମାତ୍ର ଭକ୍ତି ନାହିଁ, ପୂଜାରୀ ଚାକର ଅଛନ୍ତି, ଏ ଚରିତ୍ର ମାନେ ତାଙ୍କୁ ଠକନ୍ତି, ତାଙ୍କ ପୂଜାରୀ ମାନେ ତାଙ୍କୁ ଠକନ୍ତି କିନ୍ତୁ ବାବୁ ଜାଣିପାରନ୍ତି ନାହିଁ, ପୋଷା ଖେଳନ୍ତି, ମଦ୍ୟପାନ କରନ୍ତି, ତମାକୁ ସେବନ କରନ୍ତି। ବଙ୍ଗାଳୀ ବାବୁଙ୍କ ସହିତ ତାଙ୍କର ସମ୍ପର୍କ, ବାବାଜୀଙ୍କୁ ସେ ତମାକୁ ଯାଚିଛନ୍ତି, ତାଙ୍କରି ଆଗରେ ସେ ଯୋଶୁ ବାବୁଙ୍କ ସହିତ ମଦ୍ୟପାନ କରିକି ବେହୋସ ହୋଇଛନ୍ତି। ବାବାଜୀଙ୍କୁ କିନ୍ତୁ ସେ ଅସମ୍ମାନ କରିନାହାନ୍ତି, ନିଜେ ମଦ୍ୟପାନ କରିଛନ୍ତି କିନ୍ତୁ ବାବାଜୀଙ୍କୁ ଅସମ୍ମାନ କରିନାହାନ୍ତି। ତାଙ୍କୁ ଭୋଜନ ଦେବା ପାଇଁ ପୂଜାରୀଙ୍କୁ କହିଛନ୍ତି ମାତ୍ର କୌଣସି ତତ୍ତ୍ୱ ଦେଇନାହାନ୍ତି। ପୂଜାରୀ ଚାକର କ'ଣ କରନ୍ତି ସେ ଜାଣନ୍ତିନି, ପୂଜାରୀ ଚାକରଙ୍କୁ ରାନ୍ଧିବା ପାଇଁ କହିଛନ୍ତି କିନ୍ତୁ ସେମାନେ କ'ଣ କରନ୍ତି ଭିତରେ ସେ ଜିନିଷ ବାବୁ ଜାଣିପାରନ୍ତିନି, କାହିଁକିନା ସବୁବେଳେ ସେ ମଦ୍ୟପାନରେ ମତ୍ତ। ସେ ଭଲ ଲୋକ ମାତ୍ର କୁସଙ୍ଗରେ ପଡ଼ିକି ମଦ୍ୟପ ହୋଇଛନ୍ତି। ଅନ୍ୟ ନାରୀ ସମ୍ପର୍କରେ ସେ ଆସନ୍ତି ନାହିଁ, ଅନ୍ୟ ନାରୀ ସମ୍ପର୍କରେ ମଧ୍ୟ ଆସନ୍ତିନି, ସେ ଭଲ ଲୋକ କିନ୍ତୁ ବଙ୍ଗାଳୀ ମାନଙ୍କ ପାଖରେ ପଡ଼ିକି ସେ ମଦ୍ୟପ ହୋଇଛନ୍ତି। ଯେତେବେଳେ ବାବାଜୀଙ୍କୁ ଆନନ୍ଦ ପୂଜାରୀ ଠକି ଦେଇଛି ସେତେବେଳେ ଦାମା ତାଙ୍କୁ ଧମକ ଦେଇଛି ବାବୁଙ୍କୁ କହିଦେବା ପାଇଁ। ସେ କହିଛି ବାବୁ ଏକଥା ଶୁଣିଲେ ତା କପାଳରେ ପାଲି ଗୁଡ଼ାକ ଲାଭ କରିବ। ରଘୁ ନାମକ ଜଣେ ବ୍ୟକ୍ତି ମଧ୍ୟ ପୂଜାରୀର ଏପରି କାର୍ଯ୍ୟକୁ, ପୂଜାରୀ ଯେଉଁ କାର୍ଯ୍ୟ କରିଛି ମାନେ କହିଛନ୍ତି ବାବୁଙ୍କୁ କହିବା ପାଇଁ, କାହିଁକିନା ସୁବଲ ପଟ୍ଟନାୟକ ଯଦି ଜାଣିଥାନ୍ତି ଯେ ପୂଜାରୀ ବାବାଜୀଙ୍କ ପ୍ରତି ଏମିତି କରିଛି ତାହେଲେ ସୁବଲ ପଟ୍ଟନାୟକ ପୂଜାରୀଙ୍କୁ ଖେଦି ଦେଇଥାନ୍ତି। ତ ସେଇଥିରୁ ଜଣାପଡ଼େ ଯେ ବାବୁ ଚରିତ୍ର ଯେତେ ମଦ୍ୟପ ହେଲେ ମଧ୍ୟ ସେ କାହାକୁ ଅପମାନିତ କରିନାହାନ୍ତି। ସେ ଜଣେ ଦେଶୀୟ ବାବୁ, ଇଂରାଜୀ ପାଠ ପଢ଼ା ବାବୁ ନୁହନ୍ତି। ଇଂରାଜୀ ପଢ଼ା ବାବୁ ମାନେ ମଦ ମାଂସ କୁକୁଡ଼ା ଖାଆନ୍ତି, ବେଶ୍ୟାକ ସମ୍ପର୍କରେ ଆସନ୍ତି କିନ୍ତୁ ବାବୁ ସେତେ ନାରୀ ସମ୍ପର୍କରେ ଆସନ୍ତିନି, କେବଳ ଅନ୍ୟ ପ୍ରସଙ୍ଗରେ ଅନ୍ୟ ସଂସ୍ପର୍ଶରେ ଆସିକି ସେ ମଦ ଟିକେ ପିଇ ଦିଅନ୍ତି। ତ ଏଇ କଥା ବର୍ଣ୍ଣନା କରାଯାଇଛି। ତାପରେ ଯୋଶୁ ଭଟ୍ଟାଚାର୍ଯ୍ୟ ଚରିତ୍ର, ଯିଏକି ଗୋଟେ ଇଂରାଜୀ ପଢ଼ା ବାବୁ, ବଙ୍ଗାଳୀ ବାବୁ, ମଦ ଖାଏ, ତମାକୁ ଟାଣେ, ନାଦି ବିଳାସ କରେ, ଜୁଆ ଖେଳେ, ମୌଜ ମଫଲିସ, ଯିଏକି ଯେତେବେଳେ ବାବାଜୀ ଗାନା ଗାଉଥିଲେ ଯେତେବେଳେ ବଜଉଥିଲା ସେଇ କଥା ବର୍ଣ୍ଣନା କରାଯାଇଛି। ଏମାନେ ସାଧୁ ସନ୍ନ୍ୟାସୀ ମାନନ୍ତି ନାହିଁ, ଧର୍ମ କ'ଣ ଜାଣନ୍ତି ନାହିଁ। ଏ ଯୋଶୁ ଭଟ୍ଟାଚାର୍ଯ୍ୟ ଜାଣିନି। ଯୋଶୁ ବାବୁ ଏପରି ଚରିତ୍ର ଯେ ନିଜେ ମଦ ପିଇ ସୁବଲ ବାବୁଙ୍କୁ ମଧ୍ୟ ମଦ ପିଆଇଛନ୍ତି। ସୁବଲ ବାବୁ ବେହୋସ ହୋଇଗଲା ପରେ ସେ ଚାଲି ଯାଇଛି। ଏମାନଙ୍କର ବନ୍ଧୁତା ନଥାଏ, କେବଳ ଥାଏ ପ୍ରୟୋଜନ ହାସଲ କରିବାର କୌଶଳତା। ସେଇ ଜାଗାରେ ଯୋଶୁ ଭଟ୍ଟାଚାର୍ଯ୍ୟର ଚରିତ୍ର ସେଇଭଳି ଭାବରେ। ତାପରେ ଆନନ୍ଦ ପଣ୍ଡା, ଏହା ନାଟକର ଅନ୍ୟ ଏକ ଚରିତ୍ର। ଏହି ଚରିତ୍ର ଆରମ୍ଭ ଏବଂ ବିକାଶ ରହିଛି। ସେ ଗୁଣି ଟୁଣି କରେ, ଲୋକଙ୍କୁ ଠକି ଅର୍ଥ ଉପାର୍ଜନ କରେ, ନାରୀ ସମ୍ଭୋଗ କରେ, ବ୍ରାହ୍ମଣ ହୋଇ ମଧ୍ୟ ଗାୟତ୍ରୀ ଜାଣେ ନାହିଁ, ଠାକୁର ପୂଜା ଜାଣେ ନାହିଁ, କେବଳ ଠାକୁରଙ୍କୁ ବେଶ ପୋଷାକ କରି ଜାଣେ। ବାବାଜୀଙ୍କୁ ସେ ଠକିଛି, ହାଣ୍ଡିରେ କୁକୁଡ଼ା ପୁରାଇ ଖାଇବାକୁ ଦେଇଛି, ତଥାପି ବାବାଜୀ ନିର୍ବିକାର, ତା ପ୍ରତି ରାଗ କରିନାହାନ୍ତି, ତାକୁ ଉପଦେଶ ଦେଇଛନ୍ତି ଭଲ ମଣିଷ ହେବାକୁ। ବାବାଜୀ ଗଲା ପରେ ସେ ଅନୁତାପ କରିଛି, ନିଜକୁ ଧିକ୍କାର କରିଛି, ନିଜ କାଳରେ ଚାପୁଡ଼ା ମାରିଛି ଏବଂ ପରବର୍ତ୍ତୀ ସମୟରେ ବାବାଜୀଙ୍କ ପାଖକୁ ଯାଇ କ୍ଷମା ମାଗିଛି। ମହାରାଜ, ମୁଁ ବଡ଼ ଅପରାଧ କରିଛି, ଆପଣ ଆସିଲା ବେଳୁ ମୋ ମନ ସନ୍ତାପିତ ହୋଇଯାଇଛି, ତାହା ମୋ ମନ ଜାଣେ। ସେ ବାବାଜୀଙ୍କ ପାଇଁ ଭୋଜନ ଆଣିଛି, ମାତ୍ର ବାବାଜୀ କେତୋଟି କଥା ପଚାରିଲେ, ତାରି ଯୋଗୁଁ କେତେ ଜଣ ତାଙ୍କୁ ବିରକ୍ତ କଲେଣି। ମଲା କୁକୁଡ଼ା ଜିଆଇ ଦେବା କଥା ଲୋକ ମଧ୍ୟରେ ନାନା ଲୋକମାନେ କହୁଛନ୍ତି। ପୂଜାରୀ କହିଲା ଯେ ଏକଥା କାହାକୁ କହି ନାହିଁ, ଲୋକମାନେ ଏଣୁ ତେଣୁ ଶୁଣିକି କହୁଛନ୍ତି ବୋଲିକି, ଏବଂ ପ୍ରକୃତରେ ତାଠାରୁ ଯେଉଁ ପଚାରିଛନ୍ତି ସେ ତାର ସବୁ ଭୁଲ ଗୁଡ଼ାକ କହିଛି, ଯେ କେମିତି ଭାବରେ ସେ ଲୋକମାନଙ୍କୁ ଠକେ, ଏସବୁ ଜିନିଷ ସେ ବାବାଜୀ କ'ଣ ଯେ ପୂଜାରୀ ବାବାଜୀଙ୍କୁ କହିଛି। ବାବାଜୀ ତାକୁ ବୁଝାଇଛନ୍ତି ଠକ ପ୍ରତି ଛାଡ଼ି ଦେବାକୁ, ସେ କିନ୍ତୁ କହିଛି ବାବୁ ତାଙ୍କୁ 1.5 ଟଙ୍କା ଦରମା ଦିଅନ୍ତି, ସେତିକିରେ କେମିତି ବଞ୍ଚିବୁ, ଏସବୁ ଜିନିଷ କୁହାଯାଇଛି। ଏବଂ ବାବୁ କହିଛନ୍ତି କହିଥିଲେ ସରି ବାବାଜୀ ପୂଜାରୀକୁ ବୁଝେଇଛନ୍ତି ଯେ ଯେତେବେଳେ ସବୁ ବୁଝିଯାଇଛି, ମାନେ ଯେତେବେଳେ ବୁଝିଯାଇଛି ପୂଜାରୀ ସବୁ ବାବାଜୀଙ୍କ ଠାରୁ ମିଥ୍ୟା, ଠକାମି, ବ୍ୟଭିଚାର ପାପ, ସେତେବେଳେ ସେ କାର୍ଯ୍ୟକୁ ଛାଡ଼ି ଦେଇ ନୂତନ ମଣିଷ ହେଇଯାଇଛି। ତାପରେ ମଠ ମହନ୍ତ ଏବଂ ଅଧିକାରୀଙ୍କର ଚରିତ୍ର ଆମେ ଦେଖିବା ଯେ ସମସ୍ତେ ବ୍ୟଭିଚାର ପ୍ରତୀକ, ଧର୍ମ ନାମରେ ସେମାନେ ଠକନ୍ତି, ଝୋଲାରେ ମାଲା ଗଡ଼େଇ ଧର୍ମକୁ ଆଖିଠାର କରନ୍ତି, ବିଳାସରେ ଦିନ କାଟନ୍ତି, କେବଳ ଧର୍ମ ନାଁରେ ଗୋଟେ ପ୍ରହସନ ଚଳାଇଛନ୍ତି ଏମାନେ ମଠ ମହନ୍ତ ଏବଂ ଅଧିକାରୀ, ଯେଉଁମାନେ କି ବାବାଜୀକୁ ଖାଇବା ପାଇଁ ମଧ୍ୟ ଦେଇନଥିଲେ। ସାଧାରଣ ନାରୀଙ୍କୁ ଅର୍ଥ, ଖାଦ୍ୟ, ଶାଢ଼ୀ ଦେଇ ସେମାନଙ୍କୁ ଉପଭୋଗ କରନ୍ତି। ଧର୍ମ ଏବଂ ସାଧୁ ତା ସେମାନଙ୍କର ନଥାଏ। ମହନ୍ତ ଦିବ୍ୟ ଭୋଜନ କରି ପଳଙ୍କ ଲାଗି ହୁଅନ୍ତି, ନାରୀ ଉପଭୋଗ କରନ୍ତି।
ସେ ବାବାଜୀ କଥାକୁ ବୈଷ୍ଣବୀ ଶୁଣି ଦେଇ ଧାଇଁ ଆସିଛନ୍ତି, ମାତ୍ର ବାବାଜୀଙ୍କୁ ଦେଖି ବିରକ୍ତ ହୋଇ ଚାଲି ଯାଇଛନ୍ତି। ତାଙ୍କୁ ଭୋଜନ ନ ଦେଇ ଚାଲି ଯାଇଛନ୍ତି। ଦେଖିବାକୁ ପାଇବା ଅଧିକାରୀ ମୁହଁରେ ଗୌରାଙ୍ଗ ଭିତରେ ମାନେ ଏଇ ଯୋଉ ଚରିତ୍ର ମାନେ ବାବାଜୀକୁ ଖାଇବାକୁ ଦେଇନାହାନ୍ତି ଏବଂ ସେମାନେ କେମିତି ନାରୀକୁ ନେଇକି ବ୍ୟବଚାରୀ କରୁଛନ୍ତି, କେମିତି ଧର୍ମର ନାମରେ ଲୋକମାନଙ୍କୁ ଠକୁଛନ୍ତି, ସେ ଜିନିଷ ଆମେ ଦେଖିବାକୁ ପାଇବା ଏଇ ଚରିତ୍ରରେ। ତାପରେ ରାମା ଏବଂ ଦାମା ଏ ଦି ଜଣ ସୁଅର ବାବୁଙ୍କର ଚାକର, ସେମାନେ ସରଳ ଏବଂ ମୁନିବଙ୍କୁ ମାନନ୍ତି। ପୂଜାରୀ ବାବାଜୀଙ୍କ ପ୍ରତି ବ୍ୟବହାରରେ ସେମାନେ କ୍ଷୁବ୍ଧ, ଏମାନେ ଅତ୍ୟନ୍ତ ଗୌଣ ଚରିତ୍ର। ତେବେ ଏମାନଙ୍କ ମଧ୍ୟରେ ମଦ ଦେଇ ସୁଅର ବାବୁଙ୍କ ଚାରିତ୍ରିକ ମହତ୍ଵ କିଞ୍ଚିତ ପ୍ରକାଶ ପାଇଛି। ତାପରେ ରଘୁ ସିଂହ ମଧ୍ୟ ଗୋଟେ ଗୌଣ ଚରିତ୍ର, ବାବାଜୀଙ୍କୁ ଯେପରି ଭାବରେ ପୂଜାରୀ ଠକିଛି ସେ ବ୍ୟସ୍ତ ହୋଇ ପଡିଛି। ତୁଚ୍ଛା ପଇତା ନାହିଁ, ଧର୍ମ କର୍ମ ନ ଜାଣି କଳିକାଳର ବ୍ରାହ୍ମଣ ମାନେ କଣ ହେଇଗଲେଣି ସେ କଥା ଭାବିକି ସେ ବ୍ୟସ୍ତ ହୋଇଛି। ସେ ମଧ୍ୟ ମୁନିବ ସୁଅର ବାବୁଙ୍କୁ ମାନେ ପ୍ରଶଂସା କରେ। ବାବାଜୀଙ୍କୁ ପୂଜାରୀ ଯେଉଁ ବ୍ୟବହାର କଲା ସେଥିରେ ସେ ଦୁଃଖ ପ୍ରକାଶ କରିକି କହିଛି, ଯେତେବେଳେ ତାଙ୍କ ଘରେ ମାନେ କଣ ହେଇଛି, ସୁଅର ବାବୁଙ୍କ ଘରେ ରଘୁ ସିଂହ ଅଛି ଏବଂ ଯେତେବେଳେ ମାନେ ପୂଜାରୀ ଯେତେବେଳେ ବାବାଜୀଙ୍କୁ ଖରାପ ବ୍ୟବହାର କରୁଛି, ଦୁଃଖ ପ୍ରକାଶ କରିକି କହିଛି, ତୁ କି ପୁରୁଷ ସାଙ୍ଗରେ କି ବ୍ୟବହାର କଲୁ ରେ, ତୋ ଶରୀର ଫାଟିଯିବ ରେ। ସେ ବାବାଜୀଙ୍କୁ ନିଜ ବସାକୁ ଡାକିଛି, ମାତ୍ର ବାବାଜୀ ଚାଲି ଯାଇଛନ୍ତି। ରଘୁ ପରି ଜଣେ ସାଧାରଣ ମଣିଷର ମନୁଷ୍ୟତ୍ୱକୁ ନାଟ୍ୟକାର ଏଠାରେ ଦେଖେଇଛନ୍ତି। ତାପରେ ମଠ ଭିତରେ ଥିବା ଚରିତ୍ର ମାନଙ୍କ ଭିତରେ ରାମ ଚରିତ୍ର ଏକ ଗୌଣ ଚରିତ୍ର। ସେ ବାବାଜୀକୁ ଖାଇବାକୁ ଦେଇ ନାହିଁ, ମହନ୍ତ ପରି ସେ ଦୁଷ୍ଟ ଦେଖିବାକୁ ପାଇବା। କିନ୍ତୁ ବୀର ସିଂହ ପରି ଚରିତ୍ରର ସେ ଦୟା ଧର୍ମ, କିନ୍ତୁ ବୀର ସିଂହ ପରି ଗୋଟେ ଚରିତ୍ର ସେ ଦୟା ଧର୍ମ କରିଛି, ସେ ଚେଷ୍ଟା କରିଛି କିନ୍ତୁ ସେ ଖାଇବାକୁ ମାନେ ଦେଇପାରି ନାହିଁ, ସେ ଜିନିଷ ଆମେ ଦେଖିବାକୁ ପାଇବା। ତାପରେ ଜେମ୍ସ ଆଉ ଶିବ ଦୁଇ ଜଣ ଚରିତ୍ର, ସେମାନେ ଯୁବକ, ଜଣେ ଖ୍ରୀଷ୍ଟିଆନ ଏବଂ ଅନ୍ୟ ଜଣେ ହିନ୍ଦୁ। ଜେମ୍ସ ଖ୍ରୀଷ୍ଟିଆନ ଆଉ ଇଏ ଶିବ ହିନ୍ଦୁ। ଶିବ ମଦ ଖାଏ, ଗୋଲି ଖାଏ। ଶିବ କହେ ଯିଏ ମଦ ଗୋଲି ଖାଏ ନାହିଁ ସେ ଗୋଟେ ମଣିଷ କି? ମାନେ ଯିଏ ମଦ ଗୋଲି ଖାଇବ ସିଏ ହିଁ ମଣିଷ, ଅନ୍ୟମାନେ ମଣିଷ ନାହାନ୍ତି, ମଣିଷ ନୁହନ୍ତି। ସେ ଜେମ୍ସକୁ କହେ ମଦ ଗୋଲି ର ଭକ୍ତ ହେବାକୁ। ଉଭୟ ଆସିଛନ୍ତି ବାବାଜୀଙ୍କ ପାଖକୁ, ବାବାଜୀଙ୍କ ମହିମା ବିଷୟରେ କହିଛନ୍ତି। ବାବାଜୀ କିନ୍ତୁ ସେମାନଙ୍କୁ ବୁଝାଇଛନ୍ତି ଭଲ ମଣିଷ ହେବାକୁ। ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଭିତରେ ଭେଦଭାବ ନାହିଁ, ସମସ୍ତେ ସମାନ, ସମସ୍ତଙ୍କ ଭିତରେ ଭଲ ମଣିଷ ଓ ଖରାପ ଅଛନ୍ତି। ବାବାଜୀ ସେମାନଙ୍କୁ କହିଛନ୍ତି ଯେ ମହିମା ମିଛ, ଗୁଣିଟଣି ମିଛ, ବୃଦ୍ଧି ଜ୍ଞାନ ପାଇଁ ମଣିଷ ଶିକ୍ଷା କରେ, ଅଥଚ ସେଇ ଦୁଇ ଜଣ ଯୁବକ ବିଦ୍ୟାବନ୍ତ ହୋଇ ମଧ୍ୟ ମିଛ କଥାରେ ବିଶ୍ୱାସ କରୁଛନ୍ତି। ବାବାଜୀ ସେମାନଙ୍କ ମନରୁ ଭ୍ରମ ଧାରଣାକୁ ଭାଙ୍ଗିଦେଲେ, ମନ୍ତ୍ରଯନ୍ତ୍ରର ଅସାରତା କଥା କହିଲେ, ଜ୍ଞାନ ଓ ଧର୍ମ ଶିକ୍ଷା କରି ମନୁଷ୍ୟ ଜନ୍ମ ସଫଳ କରିବାକୁ ଉପଦେଶ ଦେଲେ। ତୁମେମାନେ ବୁଦ୍ଧି ଫୁଦ୍ଧି ଅଛି, ପାଠ ଫାଠ ପଢିଛ, ଏ କୁସଂସ୍କାର ଅନ୍ଧବିଶ୍ୱାସକୁ ଗ୍ରହଣ କରନି, ନିଜର ବୁଦ୍ଧିର ଉପଯୋଗ କର ଏବଂ ଜ୍ଞାନ ଏବଂ ଧର୍ମ ଶିକ୍ଷା କରିକି ନିଜର ମନୁଷ୍ୟ ଜନ୍ମକୁ ସାଫଲ୍ୟ ମଣ୍ଡିତ କର ବୋଲିକି ଏ ଜାଗାରେ ବାବାଜୀ ଉପଦେଶ ଦେଇଛନ୍ତି। ଏଥର ସେହି ଦୁଇ ବନ୍ଧୁଙ୍କର ଚେତନା ଜାଗ୍ରତ ହୋଇଛି, ସେମାନେ ପରିବର୍ତ୍ତିତ ହୋଇଛନ୍ତି। ବାବାଜୀଙ୍କର ସଂସ୍କାର କାର୍ଯ୍ୟ ପାଇଁ এই ଦୁଇ ଚରିତ୍ରର ଉପଯୋଗିତା ଅଛି। ନାରୀ ଚରିତ୍ର ଆମେ ଦେଖିବାକୁ ପାଇବା ଯେ ମାଳତୀ, ରାଧି, ଜେମି, ଜାମୁନି, ବୈଷ୍ଣବୀ ଇତ୍ୟାଦିଙ୍କ ଦେଖାଯାଏ। ମାଳତୀ ଦରିଦ୍ର ନାରୀ, ଖାଦ୍ୟ ବସ୍ତ୍ର ପାଇଁ ସେ ମଠକୁ ଆସେ, ମହନ୍ତଙ୍କୁ ସେବା କରି ଶାଢ଼ୀ ପାଏ, ଅଧିକାରୀ ମଧ୍ୟ ତାକୁ ଖାଇବାକୁ ଦେଇ ଉପଭୋଗ କରେ। এই ଚରିତ୍ର ବିଶେଷତାର ଉପଯୋଗିତା ନାହିଁ। ଦରିଦ୍ର ନାରୀ ବଞ୍ଚିବା ପାଇଁ କିପରି ଦେହ ଦାନ କରେ ସେ ଜିନିଷ ଜାଗାରେ ବର୍ଣ୍ଣନା କରାଯାଇଛି ଏବଂ ସେ ଦରିଦ୍ର ନାରୀକୁ ପାଇକି ମଠାଧୀଶ ମାନେ କେମିତି ନିଜର ଭୋଗ ଲାଳସାକୁ ମେଣ୍ଟାଇଥାନ୍ତି ସେ ଜିନିଷ ଆମେ ଦେଖିବାକୁ ପାଇବା এই ଜାଗାରେ। ଏପରି ନାରୀର କୌଣସି ମୂଲ୍ୟବୋଧ ନଥାଏ। ସବୁ ଯୁଗରେ ଉପଭୋଗୀ ସୁବିଧାବାଦୀ ମଣିଷ ଏପରି ନାରୀଙ୍କୁ ନେଇ କିପରି ନିଜର ପାଶବ ଲାଳସାକୁ ଚରିତାର୍ଥ କରେ ସେ ପରିଚୟ ଜାଗାରେ ଦେଖିବାକୁ ପାଇବା। ଯେ ଯେଉଁମାନେ ଦରିଦ୍ର ହୀନ ସେ ନାରୀମାନଙ୍କୁ ନେଇକି କେମିତି ଭୋଗ ବିଳାସୀ ବା ଉଚ୍ଚ ଶ୍ରେଣୀର ଲୋକମାନେ ତାଙ୍କୁ ଗୋଟେ ବ୍ୟବହାର ବସ୍ତୁ ଭାବରେ ବ୍ୟବହାର କରନ୍ତି, ତାଙ୍କୁ ସାମାନ୍ୟ ଖାଦ୍ୟ ଦେଇକି ପୋଷାକ ଦେଇକି ତାଙ୍କୁ କେମିତି ବ୍ୟବହାର କରନ୍ତି ସେ ଚିତ୍ର ଆମେ ଏ ଜାଗାରେ ଦେଖିବାକୁ ପାଇବା। ତାପରେ ରାଧି ଏବଂ ଜେମି ଦୁଇ ଜଣ ନାରୀ ଚରିତ୍ର। ରାଧି ଯୁବତୀ ଏବଂ ଜେମି ଅପେକ୍ଷାକୃତ ରାଧି ଠାରୁ ବୟସ୍କା। ସେମାନେ ସମାଜର ନିମ୍ନ ବର୍ଗର ମଣିଷ, ସେମାନଙ୍କର କୌଣସି ସାମାଜିକ ପରିଚୟ ନାହିଁ। ବଞ୍ଚିବା ପାଇଁ ସେମାନେ ଧନୀ ଏବଂ ବିଳାସୀ ମଣିଷଙ୍କର ପ୍ରଲୋଭନର ଶିକାର ହୋଇକି ନିଜ ନାରୀତ୍ୱକୁ ସମର୍ପଣ କରନ୍ତି, ଯେମିତି ଉଭୟଙ୍କୁ ବେଶ୍ୟା ବୋଲି କୁହାଯାଇଛି। ସେମାନେ ଦୁଃଖିନୀ, ସମାଜ ପ୍ରତି ସେମାନଙ୍କର ଜୀବନ ଯନ୍ତ୍ରଣାକୁ ବୁଝନ୍ତି ନାହିଁ, ବରଂ ସେମାନଙ୍କୁ ବିଳାସର ମାଧ୍ୟମ କରିକି ଫିଙ୍ଗି ଦିଅନ୍ତି। ବଙ୍ଗପ୍ରଦେଶରେ ସେତେବେଳେ ଏପରି ନାରୀମାନଙ୍କର ବିପୁଳ ପ୍ରଭାବ ଥିଲା। ଊନବିଂଶ ଶତାବ୍ଦୀରେ ବଙ୍ଗୀୟ ବାବୁ ଶ୍ରେଣୀର ଲୋକମାନେ ଓ ଯୁବକମାନେ ଏହି ନାରୀମାନଙ୍କ ସମ୍ପର୍କରେ ଆସିକି ତାଙ୍କ ଜୀବନକୁ ଉପଭୋଗ କରୁଥିଲେ। ଏମାନେ ବେଶ୍ୟାବୃତ୍ତି ଅବଲମ୍ବନ କରୁଥିଲେ। ଏମାନଙ୍କର ସଂସ୍କାର ପାଇଁ ସେତେବେଳେ ବହୁ ବ୍ୟକ୍ତି ଉଦ୍ୟମ କରିଥିଲେ। ନାଟ୍ୟକାର ଗିରୀଶ ଚନ୍ଦ୍ର ଘୋଷ ଏମାନଙ୍କୁ ରଙ୍ଗମଞ୍ଚରେ ଅଭିନୟ ପାଇଁ ସୁଯୋଗ ଦେଲେ ଏବଂ ସେମାନଙ୍କର ସଂସ୍କାର କଲେ। ବଙ୍ଗାଳୀ ଜଣେ ନାଟ୍ୟକାର ଗିରୀଶ ଚନ୍ଦ୍ର ଘୋଷ ବୋଲିକି, ଏଥିପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଗିରୀଶ ଚନ୍ଦ୍ର ଘୋଷ ମଧ୍ୟ ସମାଲୋଚିତ ହୋଇଥିଲେ। ବଙ୍କିମ ଚନ୍ଦ୍ର ଏବଂ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ପରି ବ୍ୟକ୍ତି ଗିରୀଶ ଚନ୍ଦ୍ରଙ୍କର ସମର୍ଥନ କରିପାରିନଥିଲେ ସେ ସମୟରେ। ମାନେ ବହୁତ ଜଗମୋହନଲାଲଙ୍କ ପୂର୍ବରୁ ବହୁତ ସମାଜରେ ଯେଉଁ ଦେଖାଯାଉଥିଲା এই ନାରୀମାନଙ୍କୁ ଯେମିତିକି ଗୋଟେ ବ୍ୟବହାର ବସ୍ତୁ ଭାବରେ ଭାବୁଥିଲେ, ତାକୁ ଦେଖିକି ମାନେ ସଂସ୍କାର ପାଇଁ ଚେଷ୍ଟା କରୁଥିଲେ ନାଟ୍ୟକାର ଗିରୀଶ ଚନ୍ଦ୍ର ଘୋଷ ବଙ୍ଗଳାରେ। ସେ ଜିନିଷ ଆମେ ଦେଖିବାକୁ ପାଇବା। ଜଗମୋହନ ଲାଲ
ଜଗମୋହନ ବଙ୍ଗଳା ନାଟକ ରଙ୍ଗମଞ୍ଚ ଏବଂ ବେଶ୍ୟା ମାନଙ୍କର ସଂସ୍କାର ଇତ୍ୟାଦି ସମ୍ପର୍କରେ ଅବହିତ ଥିଲେ। ତେଣୁ ବାବାଜୀ ନାଟକରେ ମାଳତୀ ପରି ଚରିତ୍ରକୁ ସେ ନେଇଛନ୍ତି ଯାହାର କୌଣସି ପରିବର୍ତ୍ତନ ନାହିଁ। ସେ ମଧ୍ୟ ଯାମୁନି ବୈଷ୍ଣବଣୀ ଚରିତ୍ରକୁ ନେଇଛନ୍ତି। ଅଥଚ ଏପରି ନାରୀର ସନ୍ନ୍ୟାସିନୀ ଭେକ ତଳେ ସଂଗୁପ୍ତ ଥିବା ଦେହ ଲାଳସାକୁ ସେ ଦେଖେଇଛନ୍ତି। ବୈଷ୍ଣବ ଧର୍ମରେ ବାବାଜୀ ମାତାଜୀ ମହନ୍ତ ଏବଂ ଶିଷ୍ୟମାନଙ୍କର ଯେଉଁ ବିଭତ୍ସ ଯୌନ ଲୀଳା ଚାଲୁଥିଲା ସେ କଥାକୁ ସେ ସୂଚେଇ ଦେଇଛନ୍ତି। ଏହି ବୈଷ୍ଣବୀ ମଠକୁ ଆସେ ପ୍ରସାଦ ଖାଏ, ତା ପ୍ରତି ମହନ୍ତ ଏବଂ ଅଧିକାରୀ ଆଦର ଦେଖାନ୍ତି। ଅଥଚ ଜଣେ ସଚ୍ଚା ବାବାଜୀଙ୍କୁ କେହି ପଚାରନ୍ତିନି, ସଚ୍ଚା ବାବାଜୀ ତାକୁ କେହି ପଚାରନ୍ତିନି। କିନ୍ତୁ ଯେଉଁ ମାନେ ଯେଉଁ ନାରୀ ଯେଉଁ ମାନେ ନାରୀ ବିଳାସ କରୁଥାନ୍ତି, ଭୋଗ ବିଳାସ କରୁଥାନ୍ତି, ତାଙ୍କୁ ସମସ୍ତେ ପଚାରନ୍ତି। ବୈଷ୍ଣବୀ ମଧ୍ୟ ସେଇ ବାବାଜୀ ପ୍ରତି କଟାକ୍ଷ କରି କହେ ଛି କର, ଏଇଟାକୁ ବସି ପଚାରିବ, ଫୁକିଲା ମୁହଁଟାଏ ପ୍ରେମ ଭାବ କିଛି ନାହିଁ। ତ ସେଇ ବୈଷ୍ଣବୀ ଚରିତ୍ରକୁ ଏଇ ଜାଗାରେ ମଧ୍ୟ ଦେଖେଇ ଦିଆଯାଇଛି। ଏବଂ ଆମେ ଦେଖିବା ଯେ ବାବାଜୀ ଚାହିଁଥିଲେ ବହୁତ କିଛି ମିଛ କହିପାରିଥାନ୍ତେ, କିନ୍ତୁ ସେ କଣ କହିଛନ୍ତି, ସେ ମିଛ କହିନାହାନ୍ତି। ସେ ସବୁବେଳେ ସେ କୌଣସି ଜାଗାରେ ବି ମିଛ କହିନାହାନ୍ତି। ସେ କଣ କରିଛନ୍ତି ଯେ ସେ ମିଛ ନ କହିକି ସବୁବେଳେ ସଂସ୍କାର ସ୍ଥାପନ କରନ୍ତି। ନହେଲେ କୁକୁଡ଼ା ବଞ୍ଚିବା ପ୍ରସଙ୍ଗ ସେ ଚାହିଁଥିଲେ ମିଛ କହିପାରିଥାନ୍ତେ, ବହୁତ ଜିନିଷ ସେ ଚାହିଁଥିଲେ ମିଛ କହିପାରିଥାନ୍ତେ, କିନ୍ତୁ ମିଛ କହିନାହାନ୍ତି। ଗୋଟେ ବାବାଜୀର ସଚ୍ଚା କର୍ତ୍ତବ୍ୟକୁ ସେ ଦେଖେଇଛନ୍ତି। ବାବାଜୀଙ୍କର ରାଧି ଏବଂ ଜେମିଙ୍କର ଜୀବନର କଥା ସନ୍ଧ୍ୟାରେ ସେମିତି କେମିତି ଫୁଲ ଆଣିକି ତାଙ୍କର ସେବା କରିଛନ୍ତି। ବାବାଜୀ କିନ୍ତୁ ମନା କରିଛନ୍ତି ରାଧି ଏବଂ ଜେମି ମଙ୍ଗତ ଜନ ସଙ୍ଗୀତ ବ୍ୟବସାୟ କରନ୍ତି। এই ଚରିତ୍ର ଆମେ ଦେଖିବାକୁ ପାଇବା। ଏତିକି ହିଁ ଆମର ରହିଛି ଚରିତ୍ର ଚିତ୍ରଣରେ। এইଗୁଡ଼ାକର ଚରିତ୍ର ଆମେ ଚରିତ୍ର ଚିତ୍ରଣରେ এই ସବୁ ମୁଖ୍ୟ ଏବଂ ଗୌଣ ଚରିତ୍ର ଜେମ୍ସ ଆଉ ଶିବମିତ୍ର କେମିତି ଆସିଛନ୍ତି, ରାଧି ଏବଂ ଯେମିତି କେମିତି ବାକି ନାଟକ ଗୁଡ଼ିକର ମୁଁ ତୁମକୁ ଚରିତ୍ର ଚିତ୍ରଣ ପଢ଼େଇ ନ ପାରିଲେ ବି ତୁମେ ଏଇଭଳି ଭାବରେ ଅନ୍ୟ ନାଟକ ଗୁଡ଼ିକ ମଧ୍ୟ ତୁମକୁ ଯେଉଁ ମୁଁ ଟେକ୍ସଟ ପଢ଼େଇବି ସେଟାକୁ ପଢ଼ିକି ଚରିତ୍ର ଚିତ୍ରଣ କରିବ। କାହିଁକିନା ଗୋଟେ ନାଟକ ଆମେ ଥରେ ନାଟକରେ ଆଲୋଚନା କଲା, ଥରେ ବିଷୟବସ୍ତୁରେ ଆଲୋଚନା କଲା, ଥରେ ଚରିତ୍ର ଚିତ୍ରଣରେ ସମାନ ଜିନିଷକୁ ଆମେ ଆଲୋଚନା କରୁଛେ। ତ ଏଇ ଜାଗାରେ ମୁଖ୍ୟ ଚରିତ୍ର ସହିତ ଗୌଣୀ ଚରିତ୍ର ମାନଙ୍କର କୋଉ କୋଉ ଭୂମିକା ନିର୍ବାହ କରିଛନ୍ତି ସେଇଟା ହିଁ ତୁମର ଚରିତ୍ର ଚିତ୍ରଣ। ଚରିତ୍ର ଚିତ୍ରଣ ମାନେ କଣ, ସେଇମାନଙ୍କର ନାଟକରେ କୋଉ କୋଉ ଭୂମିକା ରହିଛି, ସେମାନଙ୍କର ଚରିତ୍ରର ଚିତ୍ରଣ କେମିତି କରାଯାଇଛି, ସେଇଟା ହିଁ ଚରିତ୍ର ଚିତ୍ରଣ। ତ ଆରାମସେ ତୁମେ ବର୍ତ୍ତମାନ ବୁଝିଗଲ ଏବଂ ପାଖାପାଖି 5ଟା ଟେକ୍ସଟ 5 1 1 1 ମାନେ ପାଖାପାଖି 40 ପାର୍ଟରେ ଆମର ବାବାଜୀ ନାଟକ ସମ୍ପୂର୍ଣ୍ଣ ଭାବରେ କ୍ଲିୟର ହେଇଗଲା। ଏହା ଭିତରେ ଯେକୌଣସି କ୍ୱେଶ୍ଚନ ଆସିଲେ ମଧ୍ୟ ବର୍ତ୍ତମାନ ତୁମେ ତାକୁ କରିପାରିବ। ଏବଂ ଏହା ଭିତରେ ଯଦି ଆଉ କିଛି ଡାଉଟ୍ ଥାଏ ଦେନ୍ ତୁମେ ମାନେ ମୋତେ କମେଣ୍ଟ କରିକି ପଚାରି ପାରିବ। କୌଣସି ଜିନିଷ ଯଦି ବୁଝି ନହେଲା ନେକ୍ସଟ ପାର୍ଟରେ ଆମେ ସାଗର ମନ୍ଥନ ନହେଲେ ପରକଳମ ଏଇ ନାଟକକୁ ଆମେ ବହୁତ ଶୀଘ୍ର ଆଜି ହିଁ ଯଦି ହେଇପାରିବ ଦେନ୍ ଆଜି ହିଁ ସନ୍ଧ୍ୟାରେ ମୁଁ ତୁମର ଆରମ୍ଭ କରିବାକୁ ଚେଷ୍ଟା କରିବି। କାହିଁକିନା ବହୁତ ସ୍ପିଡ୍ ସିଲାବସ୍ ମାନେ ବହୁତ ଫାଷ୍ଟ ସିଲାବସ୍ ଅଛି, ତ ତାକୁ ସାରିବା ମାନେ କଷ୍ଟସାଧ୍ୟ ବ୍ୟାପାର। ତଥାପି ମୁଁ ଚେଷ୍ଟା କରିବି ତୁମ ସିଲାବସ୍କୁ କଭର କରିବା ପାଇଁ। ভিডিওটিକୁ ସବୁବେଳେ ଦେଖିଥିବାରୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ସମଲେଇ। ପୁଣି ଦେଖା ହେବା ଆମେ ଆଗାମୀ ଭିଡ଼ିଓରେ। ଏବଂ ଯାହାକୁ ଭିଡ଼ିଓ ଟିକେ ସ୍ପିଡ୍ ହେଇଗଲା ଭଳି ଲାଗୁଛି ସେ ଭିଡ଼ିଓଟିକୁ ସ୍ଲୋ କରିକି 0.75ରେ ମଧ୍ୟ ଦେଖିପାରିବ। ଏବଂ ଯାହାକୁ ଭିଡ଼ିଓ ସ୍ଲୋ ଲାଗୁଛି ସେ 1.25ରେ ମଧ୍ୟ ସେଟିଂ ଅଛି ୟୁଟ୍ୟୁବରେ, ତୁମେ ଯାଇକି ତାକୁ ଦେଖିପାରିବ। ଯାହାକୁ ଯେମିତି ପସନ୍ଦ ସେ ସେମିତି ଭିଡ଼ିଓ ଦେଖିପାରିବ। ସେଇଥିପାଇଁ କହିବନି ଯେ ସାର୍ ଭିଡ଼ିଓ ସ୍ଲୋ ହେଇଗଲା, ଭିଡ଼ିଓ ଫାଷ୍ଟ ହେଇଗଲା, ଏଇ ଜିନିଷ ଗୁଡ଼ାକ କହିବନି। ତୁମକୁ ଯେମିତି ଲାଗିବ, ତୁମର ଇଚ୍ଛା ଯେମିତି ରହୁଛି, ତୁମେ ମାନେ ସେଇଭଳି ଭାବରେ ହିଁ ତୁମେ ମାନେ ଭିଡ଼ିଓକୁ ସେଇ ଟାଇମରେ ତୁମେ ମାନେ ଦେଖିପାରିବ। ଧନ୍ୟବାଦ।